ଯୁକ୍ତ 2 ଛାତ୍ରଛାତ୍ରୀମାନଙ୍କ ପାଇଁ ଆସିଲା ବହୁତ ବଡ଼ ଗୋଟେ ଅପଡେଟ୍, ଯାହାକି ଯୁକ୍ତ 2 ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ ସେହି ଛାତ୍ରଛାତ୍ରୀମାନେ ଆଜିଠୁ ଆଡମିଟ୍ କାର୍ଡ଼ ଅନଲାଇନ୍ ମାଧ୍ୟମରେ ଡାଉନଲୋଡ୍ କରିପାରିବେ। କେମିତି ଡାଉନଲୋଡ୍ କରିପାରିବେ ଏବଂ ଏ ନେଇ କ'ଣ ଅପଡେଟ୍ ରହିଛି ଏହି ଭିଡ଼ିଓ ମାଧ୍ୟମରେ ଡିଟେଲ୍ ଜାଣିପାରିବେ। ସେଥିପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ ଏବଂ ଯେଉଁମାନେ ମୋ ଚ୍ୟାନେଲକୁ ନୂଆ ଆସିଥିବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିକି ଅଲ୍ ନୋଟିଫିକେସନ୍ ଅନ୍ କରିଦିଅନ୍ତୁ। ଯୁକ୍ତ 2 ପରୀକ୍ଷା ପାଇଁ ଆଜିଠାରୁ ୱେବସାଇଟ୍ରେ ଉପଲବ୍ଧ ହେବ ଆଡମିଟ୍ କାର୍ଡ଼। ଜାନୁଆରୀ 2 ତାରିଖରେ ପ୍ରାକ୍ଟିକାଲ ପରୀକ୍ଷା ଏବଂ ଫେବୃଆରୀ 16 ତାରିଖରୁ ଥିଓରି ପରୀକ୍ଷା ଆରମ୍ଭ ହେବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପଠାଯିବ ପ୍ରଶ୍ନପତ୍ର। ଉଭୟ ରେଗୁଲାର ଏବଂ ଏକ୍ସ ରେଗୁଲାର ଛାତ୍ରଛାତ୍ରୀମାନେ ନିଜ କଲେଜକୁ ଯାଇକି ଆଡମିଟ୍ କାର୍ଡ଼ ଆଣିପାରିବେ। କଲେଜ କର୍ତ୍ତୃପକ୍ଷ ସାମ୍ସର ଯେଉଁ ଗଭର୍ଣ୍ଣମେଣ୍ଟ ୱେବସାଇଟ୍ ରହିଛି www.samsodisha.gov.in ରେ ଯାଇକି ଆଡମିଟ୍ କାର୍ଡ଼ଟିକୁ ଡାଉନଲୋଡ୍ କରିପାରିବେ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରୁ ସମସ୍ତ କଲେଜକୁ ଅବଗତ କରାଯାଇଛି। ଆଡମିଟ୍ କାର୍ଡ଼ ଡାଉନଲୋଡ୍ କରିବା ପରେ ପ୍ରଥମେ ସମସ୍ତ ତଥ୍ୟକୁ ଠିକ୍ ଅଛି କି ନାହିଁ ଯାଞ୍ଚ କରିବା ପରେ ଦସ୍ତଖତ କରି ପରୀକ୍ଷାର୍ଥୀଙ୍କୁ ଆଡମିଟ୍ କାର୍ଡ଼ଟି ପ୍ରଦାନ କରାଯିବ। କୌଣସି ତ୍ରୁଟି ଥିଲେ ତୁରନ୍ତ କଲେଜ କର୍ତ୍ତୃପକ୍ଷଙ୍କୁ ମେଲ୍ ଜରିଆରେ ବୋର୍ଡକୁ ଜଣାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ଜାନୁଆରୀ 2 ତାରିଖରୁ ପ୍ରାକ୍ଟିକାଲ ପରୀକ୍ଷା ଏବଂ ଫେବୃଆରୀ 16 ତାରିଖରୁ ଥିଓରି ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜିଠୁ ରାଜ୍ୟର ସମସ୍ତ 1158ଟି କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯାଇଛି।